ମାନେ ବର୍ତ୍ତମାନ ସମୟରେ ତୁମର ଯୋଉ ରହିଛି ଶିଶୁ ବିକାଶ ସମିତି ତା ତରଫରୁ କିଛି ଭେକେନ୍ସି ଆସିଛି। ତ ଆଜିର ଭିଡିଓରେ ମୁଁ ତୁମମାନଙ୍କୁ ପୁରା କମ୍ପ୍ଲିଟ ଡିଟେଲ୍ସ କହିବି କେମିତି କଣ ଆପ୍ଲାଏ କରିବ ସବୁ କିଛି ମୁଁ ତୁମକୁ କହିବି, କିନ୍ତୁ ଭିଡିଓକୁ ତୁମମାନଙ୍କୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ପଡିବ। ଏବଂ ଯଦି ନିଜ ନିଜ ବ୍ଲକ ବା ନିଜ ନିଜ ଗାଁର ଅପଡେଟ୍ ଜାଣିବା ପାଇଁ ଚାହୁଁଛ ତେବେ କମେଣ୍ଟ ସେକ୍ସନରେ ନିଜ ବ୍ଲକ କିମ୍ବା ନିଜ ଗାଁର ନାମକୁ ମେନସନ କରିଦିଅ। ତ ଏଠି ଲକ୍ଷ୍ୟ କର ତମର ଯୋଉ ଭେକେନ୍ସି ଆସିଛି, କଣ ଭେକେନ୍ସି ଆସିଛି, ସାଲାରୀ କେତେ କଣ ରହିବ ସବୁ ତ ମୁଁ କହିବି, କିନ୍ତୁ ତା ପୂର୍ବରୁ ଗୋଟେ ଛୋଟ ଅପଡେଟ୍ ଦଉଛି। ତୁମେମାନେ ପିଲାମାନେ ଜାଣିଥିବ ଯେ ଆଉ ମାତ୍ର 20 ଦିନ ରହିଲା ତମର ହଉଛି ଆରଆଇ ଅମିନ ପରୀକ୍ଷା। ତ ତା ପାଇଁ ଆମର ଗୋଟେ ବର୍ତ୍ତମାନ ସମୟରେ ରିଭିଜନ ବେଚ୍ ଚାଲିଛି। ତ ଯୋଉ ପିଲାମାନେ ବି ଆମର ରିଭିଜନ କରିବା ପାଇଁ ଚାହୁଁଛ ବା ରିଭିଜନ ରେ ପଢିବା ପାଇଁ ଚାହୁଁଛ ତ ଆମର ରିଭିଜନ ବେଚ୍ କୁ ତୁମେ ମାନେ ନେଇପାରିବ। ଏଇ ରିଭିଜନ ବେଚ୍ ରେ ତୁମର କମ୍ପ୍ଲିଟ ରିଭିଜନ ହଉଛି ଯେ ପ୍ରଥମରୁ ପୁରା ଫାଷ୍ଟ ରୁ ଯାହା ବି ତୁମର ଇମ୍ପୋର୍ଟାଣ୍ଟ ଟପିକ ଯେଗୁଡ଼ିକ ଏକ୍ସାମ ରେ ଆସିବ ପୁରା ସବୁ କିଛି କମ୍ପ୍ଲିଟ ରିଭିଜନ ହଉଛି। ତେଣୁ ତମେ ଯଦି ଏନରୋଲ କରିବା ପାଇଁ ଚାହୁଁଛ ତେବେ ଆମର এই ରିଭିଜନ ବେଚ୍ ଯୋଉଟାର ନାଁ ହେଲା ସୁପର 30 ୟାକୁ ନେଇପାରିବ। କେମିତି ନବ ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି, ସେଠୁ ଯାଇକି ତମେ ମାନେ ୟାକୁ ନେଇପାରିବ। ତା ସହିତ ଯଦି ତୁମକୁ ଆରଆଇ ଅମିନର ଫ୍ରି ବୁକ୍ ଦରକାର ତାହେଲେ ମଧ୍ୟ ତମେ ମାନେ ଗୋଟେ ଦେଖିବ କମେଣ୍ଟ ସେକ୍ସନରେ ମୁଁ ଗୋଟେ ଭିଡିଓକୁ ପିନ୍ କରିଛି, ସେ ଭିଡିଓକୁ ଦେଖିକି ତମେ ମାନେ ଆର ସିଲେକ୍ଟେଡ ଫ୍ରି ବୁକ୍ ମଧ୍ୟ ନେଇପାରିବ। ମନେ ରଖିଥାଅ ଆ ପରେ ନେକ୍ସଟ ଭେକେନ୍ସି କେବେ ଆସିବ କେହି କହିପାରିବେନି। ତେଣୁ ଯଦି ତୁମର ଇଚ୍ଛା ଅଛି ଯେ ଯେମିତି ବି ହେଲେ ମୁଁ ଏଥର ପ୍ରିପାରେସନ କରିବି ତାହେଲେ ତମେ ମାନେ ଆକୁ ଯୋଉ ସୁପର 30 ବେଚ୍ ନେଇଛି ନେଇପାରିବ। ଏବଂ ଆ ସହିତ ଆମର ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର, ଏସଏସବି ଜୁନିୟର ଆସିଷ୍ଟାଣ୍ଟ এই ସବୁ ପାଇଁ ମଧ୍ୟ ଆମର ଷ୍ଟାର୍ଟ ହେଇଯାଇଛି। ତମେ ମାନେ ଏଗୁଡ଼ିକୁ ମଧ୍ୟ ଏନରୋଲ କରିପାରିବ। ତ ଦେଖ ଭିଡିଓକୁ ଆଗକୁ ବଢେଇବା। ଯଦି ତୁମେ ଆପ୍ଲାଏ ପିଲାମାନେ କରିବା ପାଇଁ ଚାହୁଁଛ ତାହେଲେ ମୁଁ ତୁମକୁ ଡାଇରେକ୍ଟ ଲିଙ୍କ ମୋର ଟେଲିଗ୍ରାମ ଗ୍ରୁପରେ ଦେଇଦେବି। ଟେଲିଗ୍ରାମ ଗ୍ରୁପରେ ତୁମେ ମାନେ କରିପାରିବ। ଏଠି ଦେଖ ଗୋଟେ ତମର ଅଛି ପବ୍ଲିକ ଲଗଇନ୍, ଗୋଟେ ଅଛି ପବ୍ଲିକ ସାଇନ୍ ଅପ୍। ପ୍ରଥମେ ତୁମମାନଙ୍କୁ କଣ କରିବା ପାଇଁ ପଡିବ, ପବ୍ଲିକ ଲଗଇନ୍ ଉପରେ କ୍ଲିକ୍ କରିବା ପାଇଁ ପଡିବ ଏବଂ ଏଠି ତୁମର ନାମ, ଲାଷ୍ଟ ନେମ୍, ୟୁଜର ଆଇଡି ଟା ତମେ ଏଠି ନିଜେ ଗୋଟେ ଦବ, ତୁମର ଯୋଉଟା ବି ତୁମର ଫୋନ ନମ୍ବର ହେଇପାରେ କିଛି ବି ହେଇପାରେ। ପାସୱାର୍ଡ, କନଫର୍ମ ପାସୱାର୍ଡ, ମୋବାଇଲ ନମ୍ବର ଦେଇକି ସବମିଟ କରିବ ପ୍ରଥମ କାମ। ଏତିକି କରିସାରିଲା ପରେ ତୁମର ଏଠି ଗୋଟେ ୟୁଜର ଆଇଡି ଏବଂ ପାସୱାର୍ଡ ହେଇଯିବ। ହେଇସାରିଲା ପରେ ତମର ଯୋଉ ୟୁଜର ଆଇଡି ଏବଂ ପାସୱାର୍ଡ ତୁମେ ଦେଇଥିବ, ଦେଖ ମୁଁ ଏଠି ଦେଇଛି, এটা ତୁମର ଏଠି ଆସିଯିବ ଏବଂ ତମକୁ ଏଠି କଣ କରିବା ପାଇଁ ପଡିବ, ଯୋଉ ୟୁଜର ଆଇଡି ପାସୱାର୍ଡ ତୁମେ ରଖିଥିଲ, ଦେଖ ମୁଁ ଏଠି ମୋର ଫୋନ ନମ୍ବର ଏବଂ ପାସୱାର୍ଡକୁ ମୁଁ ଦେଇଥିଲି। ଏଠି ଗୋଟେ ତୁମର ଅଛି ଦେଖ କୋଡ ଅଛି, ତୁମକୁ ଏଇ କୋଡଟିକୁ ଏଠି ଭେରିଫିକେସନ କରିବା ପାଇଁ ପଡିବ ଏବଂ ତାପରେ ତୁମେ ଲଗଇନ୍ ଉପରେ କ୍ଲିକ୍ କରିବ। ଲଗଇନ୍ ଉପରେ କ୍ଲିକ୍ କରିସାରିଲା ପରେ ଦେଖ ତମର କିଛି ସମୟ ସେ ଟାଇମ ନବ ଏବଂ এইଭଳି ଗୋଟେ ଇଣ୍ଟରଫେସ ତୁମ ସାମ୍ନାକୁ ଆସିଯିବ। ଏଠି ତୁମେ କଣ କରିବ, ପ୍ରଥମେ ଦେଖ ଅଛି ଏନଗେଜମେଣ୍ଟ ମାଇ ଏଡ୍ସ, ଆପଣ ତୁମେ କ୍ଲିକ୍ କରିବ। କ୍ଲିକ୍ କରିସାରିଲା ପରେ ତୁମର ଯୋଉ ଡିଷ୍ଟ୍ରିକ୍ଟ ସିଲେକ୍ଟ କଲ, ତୁମର ହଉଛି ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ। ତାପରେ ତୁମେ ଏଠି କଣ କରିବ, ସିଲେକ୍ଟ କରିଦେଲ AWW ଅଙ୍ଗନବାଡି ୱାର୍କର ହଉ କିମ୍ବା ଅଙ୍ଗନବାଡି ହେଲ୍ପର ହଉ। ଲକ୍ଷ୍ୟ କର ତୁମର ଏଟା କୋଉଠି କୋଉଠି ଆସିଛି, ଗୋଟେ ତୁମର ଆସିଛି କପ୍ତିପଦା, ଉଦଳା, এইଭଳି ବହୁତ ଜାଗାରେ ତୁମର ଆସିଛି। ଲାଷ୍ଟ ଡେଟ୍ ସବୁବେଳେ ଚେକ୍ କରିବ। ତାପରେ ତୁମ ଧରା ଯାଉ ଚାହୁଁଛ ଯେ ଅଙ୍ଗନବାଡି ହେଲ୍ପର ଚାହୁଁଛ ତାହେଲେ ତା ଉପରେ କ୍ଲିକ୍ କରିବ। ଏଠି ଲକ୍ଷ୍ୟ କର ତୁମର ବହୁତ ସାରା ଭେକେନ୍ସି ଆସିଛି, ଯେମିତି କି ତୁମର ବିଷୟୀ ଖୁଣ୍ଟାରେ ଆସିଥିଲା ସରିଯାଇଥିଲା, ଖୁଣ୍ଟାରେ ସବୁ ତୁମର କାଲି ପ୍ରାୟ ତୁମର କାଲି ବହୁତ ଜାଗାରେ ସରିଯାଇଛି। ମୁଁ ସେଥିପାଇଁ ସବୁବେଳେ ତୁମମାନଙ୍କୁ କୁହେ ଯେ ତୁମେ ମାନେ ମାନେ ଆମ ଟେଲିଗ୍ରାମ ଗ୍ରୁପରେ ଏଡ୍ ହୁଅ, କାରଣ ବହୁତ ସାରା ପିଲା ଟେଲିଗ୍ରାମ ଗ୍ରୁପରେ ଏଡ୍ ହୁଅନ୍ତିନି। ଯଦି ତୁମେ ଟେଲିଗ୍ରାମ ଗ୍ରୁପରେ ଅପଡେଟ୍ ନ କରିବ ବା ତୁମେ ନ ଜାଣିପାରିବ ତାହେଲେ ତମର ଅଞ୍ଚଳରେ କେତେବେଳେ ଆସିକି ଭେକେନ୍ସି ପଳେଇଯିବ ତୁମେ ମାନେ ନିଜେ ବି ଜାଣିପାରିବନି। ତେଣୁ ସବୁ ପିଲା ଟେଲିଗ୍ରାମ ଗ୍ରୁପରେ ନିଶ୍ଚୟ ରୂପରେ ଆକ୍ଟିଭ ରୁହ। ପ୍ରଥମେ ଆଗେ ଭ୍ୟୁ ଡକ୍ୟୁମେଣ୍ଟ ଉପରେ କ୍ଲିକ୍ କର। ଭ୍ୟୁ ଡକ୍ୟୁମେଣ୍ଟ ଉପରେ କ୍ଲିକ୍ କରିସାରିଲା ପରେ ତୁମେ ଡାଉନଲୋଡ କରିଦିଅ। ଡାଉନଲୋଡ କରିସାରିଲା ପରେ ଦେଖିବ ତୁମ ଲକ୍ଷ୍ୟ କର ଶିଶୁ ବିକାଶ ଯୋଜନା ତରଫରୁ ଭେକେନ୍ସି ଆସିଛି। ତାପରେ ତୁମର ଏଠି କଣ କଣ ରହିଛି, 14/5 ତୁମର ଲାଷ୍ଟ ଡେଟ୍ ରହୁଛି। ତା ପୂର୍ବରୁ ତୁମକୁ ଏଠି ଆବେଦନ କରିବା ପାଇଁ ପଡିବ। ଆବେଦନ କରିବା ପାଇଁ ତମର ଯୋଉ ବୟସ ସେଟା 18 ରୁ 35 ବର୍ଷ ମିନିମମ୍ ହେଇଥିବା ଦରକାର। ତା ସହିତ ତୁମେ ମାନେ +2 ପାସ୍ କରିଥିବା ଦରକାର ଏବଂ ତମ ମାନଙ୍କର ଏଠି ମେରିଟ ଅନୁସାରେ ମାନେ ତୁମେ ଯୋଉ କେତେ ନମ୍ବର ରଖିଥିଲ ସେଇ ଅନୁସାରେ ରହୁଛି ଏବଂ ତମର ଏଠି ଓଡିଆ ଲେଖି ପଢି ପାରୁଥିବା ଦରକାର। ଏସବୁ ଜିନିଷ ତମର ଦରକାର। ତା ସହିତ ତୁମମାନଙ୍କୁ ଆବେଦନ ବେଳେ କଣ କଣ ଫର୍ମ ତାହା ଏଠି ଦେଖାଯାଇଛି, ଯେମିତି କି ତୁମର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ତା ସହିତ ତୁମର ହଉଛି ରେସିଡେନ୍ସ ସାର୍ଟିଫିକେଟ ଏବଂ ତମର ହଉଛି କାଷ୍ଟ ସାର୍ଟିଫିକେଟ, ପାସପୋର୍ଟ ସାଇଜ ଫଟୋ ଏବଂ ତୁମର ମେଟ୍ରିକ ସାର୍ଟିଫିକେଟ ଯାହା ବି ତୁମେ ମାନେ କରିଛ ସବୁ କିଛି। ଯଦି ତୁମର ହଉଛି ବିଧବା ଅଛ ତାହେଲେ ତାର ପ୍ରମାଣପତ୍ର ସବୁ କିଛି ତମକୁ ଏଠି ଦବା ପାଇଁ ପଡିବ, ଯାହା ଯାହା ବି ତମର ଏଠି ଅଛି। ଏବଂ ତାପରେ ଲକ୍ଷ୍ୟ କର କୋଉଠି କୋଉଠି ତମର ଆସିଛି, କୋଉ କୋଉ ଗାଁରେ ନା ଆସିଛି ତୁମେ ମାନେ ତାକୁ ଦେଖିପାରିବ। ଏତିକି ତୁମେ ମାନେ ପ୍ରଥମେ ଆଗେ କରିଦିଅ। ତ ଏତିକି କରିସାରିଲା ପରେ ତୁମେ ମାନେ ଏଠି ଆବେଦନ କେମିତି କରିବ, ଆବେଦନ କରିବା ପାଇଁ ତୁମେ ମାନେ ଏଟାକୁ ବେକ୍ କରିଦିଅ। ବେକ୍ କରିସାରିଲା ପରେ ତୁମେ ଲକ୍ଷ୍ୟ କରିବ ଯେ ତୁମର ଗୋଟେ ସେ ଦେଖେଇଦବ ଆପ୍ଲାଏ ପାଇଁ ଗୋଟେ ତୁମକୁ ଫର୍ମ ଦେଖେଇଦବ। ତ এইଠି ଦେଖ ଗୋଟେ ଗ୍ରୀନ କଲରରେ ତୁମର ଅଛି ଆପ୍ଲାଏ ଫର୍ମ, ତୁମେ ମାନେ ସେଇ ଆପ୍ଲାଏ ଫର୍ମ ଉପରେ କ୍ଲିକ୍ କର। ଏଠି କରିସାରିଲା ପରେ ଲକ୍ଷ୍ୟ କର ସେ ତୁମକୁ ଦେଖେଇଦେଲା ଯେ କୋଉ ବସ୍ତି, ତୁମର କୋଉ ନାଁ, ତାପରେ ତୁମର ଆପ୍ଲିକେଣ୍ଟର ନାମ, ତୁମର ବାପାଙ୍କ ନାମ, ଆଧାର ନମ୍ବର ତୁମକୁ ଦବା ପାଇଁ ପଡିବ, ମୋବାଇଲ ନମ୍ବର ଅଲରେଡି ନେଇଯାଇଥିବ, ଇମେଲ ଆଇଡି, ନିଜର କୋଉ ଜିଲ୍ଲା, ତାପରେ କୋଉ ଉପଖଣ୍ଡ,
तापर तुमर गाँ ना सहर तुमर को ब्लॉक तुमर को ग्राम पंचायत तुमर गाँ ना देख सब गाँ रे तुमर वैकेंसी आसी तुम जो गाँ रे भी चाहूछ दे परिबो जो तुम चाहूछ जे कौन सी जगह गुटे बुद्धि ना तापर तुमर पोस्ट ऑफिस नाम तुमर डेट ऑफ बर्थ तुम जहाँ भी करछ ताकू दबो एवं एठी तुमर को जाति तुमे जनरल एसटी एससी हैला तुमर जहाँ भी तुम मैरिड करछ अनमैरिड अछ ताकू दबो एठी गुटे तुमर पासपोर्ट साइज फोटो अपलोड करिवो ता सहित तुमर शिक्षागत योग्यता प्रथमे मैट्रिक दबो एठी तुमर जहाँ जहाँ अछि ताकू सब दबो जदि तुमर प्लस 2 अछि तबे ऐड मोर करिकि तुमे माने प्लस 2 बा तुमे जदि प्लस 3 करिछ एमिति ऐड करि करिका गोटे गोटे तुमे माने देई परिबो हैला तापर लक्ष्य कर एटे तुमर कहिछि बैंक डिटेल्स जो बैंक रे तुमर सैलरी आसिया पई तुमर जाइबा पई चाहूछ तुमे सेही बैंक रो तार ब्रांच नेम तार अकाउंट नंबर ए सब देकी तुमे माने एठी जदि तुमे टिक करिया पई चाहूछ हैला एगुडी को टिक करिया किछ दरकार नै याकु तुमे छाडी दियो ता सहित तुमर रेसिडेंस प्रूफ तुमर डेट ऑफ बर्थ प्रमाण पत्र जगह रे तुमको मैट्रिक सर्टिफिकेट दवा पई पड़िबो ए दीटा तुमे जदि एसटीएससी बिलोंग्स करछ ताले कास्ट सर्टिफिकेट एवं एठी तापरे सिलेक्ट करिवो सिलेक्ट कर सारी कि एठी तुमर गुटे कागज रे दस्तखत करिकि ताको अपलोड करिवो एवं तुमे माने एठी आवेदन करि परिबो एवं सबमिट करि परिबो सबमिट कर साला पर लक्ष्य करो एठी गुटे लक्ष्य कर तुमर अछि माई एप्लीकेशन ए माई एप्लीकेशन सेक्शन ले तुमर अछि चेक करि परिबो जे तुमे जो अप्लाई करथिलो तार जो रहिछि स्थिति कोन हैला ए सब तुमे माने एठी चेक करि परिबो तो एइटा तुमर बिना परीक्षा रे रहउछि जदि तुमे निज निज डिस्ट्रिक्ट रो अपडेट जानिया पई चाहूछ जे मो डिस्ट्रिक्ट रे कोन रहउछि ताले सब डिस्ट्रिक्ट पिला माने तुमर एठी रहउछि तब माने जो शिशु विकास योजना तरफ जो वैकेंसी आसीछि एठी तुमे निज निज डिस्ट्रिक्ट रे चेक करि परिबो हैला तो देखो केमिति चेक करियो मु तुमको आउथरे कहि दउछि ना प्रथमे तुमे गोटे काम करिवो आगे तुमे मु तुमको आरो डायरेक्ट लिंक तुम मानकु देई देबी प्रथमे तुमे साइन अप करिवो साइन अप कर साला परे लॉगिन करिके एठी आसीबो एठी लेफ्ट साइड रे देखिबो गुटे एंगेजमेंट एड्स अछि एठी तमरो धरा जाउ जहाँ भी डिस्ट्रिक्ट तमरो अछि कंधमाल कलाहांडी जहाँ भी डिस्ट्रिक्ट अछि तार ताको सिलेक्ट करिवो सिलेक्ट करिके तुम माने एठी सर्च करिवो तापरे तमरो जो डेट देखिबो जे तुम अंचल रे बा तुम ब्लॉक रे अछि कि नाही जदि अछि प्रथमे तुम आगे नोटिस को डाउनलोड करिवो डाउनलोड कर साला परे तुम माने एठी ताको आवेदन करि परिबो बुझियला तो एइटा गुटे पिला माने तुम मानको पई एक बहुत बड़ अपडेट रहउछि त तुमे जदि एठी आवेदन करिया पई चाहूछ ताले निश्चय रूप रे एटा आवेदन करि दियो कारण एठी बहुत भलो वैकेंसी आसीछि तुमे जदि सैलरी हेका जानिया पई चाहूछ जे सर सैलरी केते कोन रहिबो मु ताहा जानिया पई चाहूछ ताले मते तुमे देखि परिबो तुमर देखिबो सैलरी मध्ये तुमर एठी लेखा हिथाय जे केते कोन सैलरी तुमर एठी रहिबो कंप्लीट प्रथम आगे पढ़ो जदि तुमको सब ठीक लागुची ताहाले तुमे माने एठी आवेदन करो हैला सैलरी एका सब किछि तुम लेखा हिथाय जे सैलरी कोन रहिबो तुमरा काम कोन रहिबो तुमको एठी केबे केते सुदा सैलरी मिलिबो परमानेंट की परमानेंट नुहे सब दिन पर्यंत तुमर एठी रहिबो तेणु ताको तुम माने आगे प्रथमे पढ़ो पढ़ी कि तुम मानको मु जेमिति कहली सेही भଳି उपाय रे तुमे आवेदन करि परिबो ता सहित जेमिति मु प्रथमरु कहली जदि तुमे माने हमर आरआईआरआई अमिनर जो रहिछि बैच रहिछि किबा तुमे जदि एसएसबी जूनियर असिस्टेंट किछि भी रे भी तुमे जदि एनरोल करिया पई चाहूछ तुमे माने एठी एनरोल करि परिबो तो आज पई एतिकी रोहिल नमस्कार जय जगन्नाथ।